ସ୍ୱାମୀ ଶ୍ୱଶୁରଙ୍କୁ ସେ ଦେବତା ଭଳି ପୂଜା କରୁଥିଲା। ଆଉ ଦିଅରକୁ ନିଜ ପୁଅ ଠାରୁ ଅଧିକ ସ୍ନେହ ଦଉଥିଲା। ହେଲେ ଦୈବତା ତା ଉପରେ ଦାଉ ସାଧିଲା। ସେଦିନ ବଳାତ୍କାର ପରେ ମୋ ସ୍ତ୍ରୀଙ୍କ ସତ୍ତା ହେଲା। ଆଉ କାହାର ଔରସର ସନ୍ତାନକୁ ସେ ନିଜ ଗର୍ଭରେ ଧରିବ, ଏକଥା ସ୍ୱାମୀ ହୋଇ ମୁଁ ସହିଥାନ୍ତି କେମିତି? ତାକୁ ଅବଚନ କରିବା ପାଇଁ ବାଧ୍ୟ କଲି। ଆଉ ସେ ନ ମାନିବାରୁ ତାକୁ ଏ ଘର ମୁଁ ବିଦା କରିଦେଲି। ଆରେ ଏଇଟା କ'ଣ ଥିଲା ମୋର ସ୍ୱାମୀ ବଣିଆ? ଏଇଟା କ'ଣ ମୋ ପୁରୁଷତ୍ୱର ପରାକାଷ୍ଠା? ସିନ୍ଦୁର ହାତରେ ବିକ୍ରି ହେଇଗଲି, ମରିଯାଇଛି ବୋଲି ମିଛ ଗୁଜବ ସୃଷ୍ଟି କଲି। ହେଲେ ସେମାନେ ସମସ୍ତେ ମିଶି ମୋ ରାଣୀଟାକୁ ବିଧବା ସଜେଇଦେଲେ। ହେଲେ ମୁଁ ବଞ୍ଚି ଯାଉ ଯାଉ ମୋ ଆଖି ସାମ୍ନାରେ ମୋ ସ୍ତ୍ରୀର ବିଧବା ବେଶ ଦେଖିବି କେମିତି? ସେଦିନ ମୋ ପରିବାର ପାଇଁ ଏତେ ସବୁ ଦାନ କଲା ପରେ ମୁଁ ତା ପ୍ରତିଦାନ ଦେଇଛି କ'ଣ? ଖାଲି ଲାଞ୍ଚନା, ତାଡ଼ନା ଆଉ ପ୍ରତାରଣା। ନା, ସ୍ୱାମୀ ଜାତି ପାଇଁ କଳଙ୍କ। ଆଜି ଏଇ ମୁହୂର୍ତ୍ତରେ କଳିଙ୍ଗ ଅଦାୟକୁ ମୁଁ ଶେଷ କରିଦେବି। ଆବଶ୍ୟକ ନାହିଁ ମୋର ବଞ୍ଚିବା, ଆବଶ୍ୟକ ନାହିଁ ମୋର ବଞ୍ଚିବା। ମରିବ ପାଇଁ ମୁଁ ଆଜି ପ୍ରାୟଶ୍ଚିତ କରିବି ଆଜି। ମରିବ ତମେ? ଆରେ ମୋ ଜୀବନ ଶେଷ ବର୍ଷ ଆପଣଙ୍କୁ ବସିଯାଇଛି। ଆଉ ତମେ? ଆରେ ଆସ, ଆମ ଦୁହିଁଙ୍କ ରାସ୍ତା ଯଦି ଗୋଟିଏ, ତାହେଲେ ଏ ବିଷ ବୋତଲରୁ ଟିକେ ଟିକେ ବିଷ ପିଇ ଆଜି ଆମେ ଆତ୍ମହତ୍ୟା କରିବା। ଜଣେ ଦିଅ, ସେ ବିଷ ବୋତଲରୁ ମତେ ଟିକେ ବିଷ ଦିଅ। ଏମିତି କାନ୍ଦି କାନ୍ଦି ନୁହେଁ, ଆମ ଜୀବନର ଶେଷ ମୁହୂର୍ତ୍ତରେ ଆଜି ଆମେ ହସି ହସି କହିବା, ସେଇ ଦେଖ ଆମେ କେମିତି ହସି ହସି କାନ୍ଦୁଛୁ। ଆଉ କାନ୍ଦି କାନ୍ଦି ହସୁଛୁ। ରେଡ୍ଡି ଆଉ ହସି ହସି କାନ୍ଦୁଛୁ। Oh,